ଆଜିର ଆଲୋଚନାରେ ସ୍ୱାଗତ। ଆମେ ଆଜି ଗୋଟେ ଏମିତି ଆବିଷ୍କାର ବିଷୟରେ କଥା ହେବା ଯାହା ଆମ ଜୀବନକୁ ପୂରାପୂରି ବଦଳେଇ ଦେଇଛି। ହଁ, ପ୍ରଥମ ପେଟ୍ରୋଲ ଇଞ୍ଜିନ। ଆମ ପାଖରେ ଯେଉଁ ଅଂଶ ଅଛି ସେଇଟା ଠିକ୍ ସେଇ ମୁହୂର୍ତ୍ତ ବିଷୟରେ କହୁଛି। ତ ଚାଲନ୍ତୁ ଏଇ କାହାଣୀ ଭିତରକୁ ଟିକେ ଯିବା। ଆମର ଲକ୍ଷ୍ୟ କେବଳ ତଥ୍ୟ କହିବା ନୁହେଁ, ବରଂ ବୁଝିବା ଯେ କେମିତି ଗୋଟିଏ ଟେକ୍ନୋଲୋଜି ଆଧୁନିକ ପରିବହନର ମୂଳଦୁଆ ପକେଇଲା ଆଉ ପରେ ପୂରା ଦୁନିଆକୁ ହିଁ ବଦଳେଇ ଦେଲା। ହଁ, ଏହା ପ୍ରକୃତରେ ଗୋଟେ ବହୁତ ରୋମାଞ୍ଚକର କଥା। ଆମର ଯେଉଁ ଅଂଶ ଅଛି ସେଇଟା ଆମକୁ ନେଇଯାଉଛି ସିଧା 1885 ମସିହା ଜର୍ମାନୀକୁ। ସେଇ ବର୍ଷ କାର୍ଲ ବେଞ୍ଚ ବୋଲି ଜଣେ ଇଞ୍ଜିନିୟର ସେ ପ୍ରଥମ ବ୍ୟବହାରିକ ପେଟ୍ରୋଲ ଇଞ୍ଜିନ ତିଆରି କରିଥିଲେ। ମାନେ ସଫଳ ହୋଇଥିଲେ। ଏମିତି ତ ଆଗରୁ ବି ଚେଷ୍ଟା ହେଇଥିଲା, କିନ୍ତୁ ବେଞ୍ଚଙ୍କ ଡିଜାଇନଟା ସେଇଟା ପ୍ରକୃତରେ କାମ ଦେଲା। ହଁ, ଆଉ ସବୁଠୁ ମଜା କଥା ହେଲା ସେ ଖାଲି ଇଞ୍ଜିନ ତିଆରି କରି ବସି ପଡ଼ିଲେନି। ସେଇଟାକୁ ନେଇ ଗୋଟେ ସ୍ୱତନ୍ତ୍ର ଭାବେ ତିଆରି ହେଇଥିବା 3 ଚକିଆ ଗାଡ଼ିରେ ଲଗେଇଲେ। ହଁ ହଁ। ବହୁତ ହାଲକା ଗାଡ଼ି ଥିଲା ସେଟା। ଆଜିକାଲି ଆମେ ଯେମିତି କହିବା ମୋଟର ଲଗା ଟ୍ରାଇସାଇକେଲ ଭଳିଆ। ଆଚ୍ଛା। ଆଉ ତାର ନାଁ ଥିଲା ବେଞ୍ଚ ପେଟେଣ୍ଟ ମୋଟର ୱାଗନ। ଏଇଟାକୁ ହିଁ ଦୁନିଆର ପ୍ରଥମ ଅଟୋମୋବାଇଲ କୁହାଯାଏ। ବିଲକୁଲ। ଆଉ ସେ ଇଞ୍ଜିନର ଖାସ୍ କଥା ଥିଲା ତାର ଡିଜାଇନ। ସେଇଟା ଥିଲା ଗୋଟେ 4 ଷ୍ଟ୍ରୋକ୍ ଇଞ୍ଜିନ। 4 ଷ୍ଟ୍ରୋକ୍। ହଁ, ମାନେ ଇଞ୍ଜିନର ଯୋଉ ପିଷ୍ଟନ ଥାଏ ସେ 4ଟା ପର୍ଯ୍ୟାୟରେ କାମ କରେ। ଭିତରକୁ ଇନ୍ଧନ ନବା, ଇନଟେକ୍, ତାକୁ ଚାପିବା, କମ୍ପ୍ରେସନ, ସେଥିରୁ ଶକ୍ତି ପାଇବା, ପାୱାର, ଆଉ ଧୂଆଁ ବାହାର କରିବା, ଏକ୍ସଜଷ୍ଟ। ଏଇ ପ୍ରଣାଳୀଟା ସେତେବେଳର ଅନ୍ୟ ଡିଜାଇନ ତୁଳନାରେ ମାନେ ବେଶୀ କାର୍ଯ୍ୟକ୍ଷମ ଆଉ ନିର୍ଭରଯୋଗ୍ୟ ଥିଲା। ସେଥିପାଇଁ ତ ଏହା ବ୍ୟବହାରିକ ହେଇପାରିଲା। ଆଚ୍ଛା। ଆଉ ପେଟ୍ରୋଲକୁ ଇନ୍ଧନ ଭାବେ ବ୍ୟବହାର କରିବା ବି ଗୋଟେ ବଡ଼ କଥା ଥିଲା। ଏକଥା ଭାବିଲେ ଏବେ ବି ଆଶ୍ଚର୍ଯ୍ୟ ଲାଗୁଛି। ସେତେବେଳେ ତ ରାସ୍ତାରେ ଖାଲି ଘୋଡ଼ା ଗାଡ଼ି। ହଁ ତ। କଳ୍ପନା କରନ୍ତୁ ତ, ଲୋକେ ଯେତେବେଳେ ପ୍ରଥମ ଥର ଦେଖିଥିବେ ବିନା ଘୋଡ଼ାରେ ଗୋଟେ ଗାଡ଼ି ନିଜେ ନିଜେ ଚାଲୁଛି, କ'ଣ ଭାବିଥିବେ ସେମାନେ? ହଁ, ନିଶ୍ଚୟ। ଏକଦମ ଚମତ୍କାର ଭଳି ଲାଗିଥିବ। ଯଦି ଆମେ ଟିକେ ବଡ଼ ଚିତ୍ର ଦେଖିବା, ଏଇଟା ଖାଲି ଗୋଟେ ମେସିନ୍ ବା ଗାଡ଼ି ନଥିଲା, ଏଇଟା ବ୍ୟକ୍ତିଗତ ପରିବହନ କ୍ଷେତ୍ରରେ ଗୋଟେ ନୂଆ ଯୁଗର ଆରମ୍ଭ ଥିଲା। ବୁଝିଲେ? ଆଗରୁ ଲମ୍ବା ଦୂର ଯିବାକୁ ରେଳଗାଡ଼ି ଥିଲା, ହେଲେ ନିଜ ଇଚ୍ଛାରେ ଯୁଆଡ଼େ ମନ ସିଆଡ଼େ ଯିବା। ସେଇ ସ୍ୱାଧୀନତା ଏଇ ପ୍ରକାର ଗାଡ଼ି ହିଁ ଦେଲା। ବେଞ୍ଜକା ଆବିଷ୍କାର ଗୋଟେ ବିପ୍ଳବର ମଞ୍ଜି ପକେଇଥିଲା ସତରେ। ତାମାନେ ଏଇ ଗୋଟିଏ ଇଞ୍ଜିନ ଆଉ ସେଇ 3 ଚକିଆ ଗାଡ଼ି, ସେଇଠୁ ହିଁ ଆରମ୍ଭ ହେଲା ସବୁକିଛି। ଆଜି ଆମେ ଯେତେ କାର୍, ବସ୍, ଟ୍ରକ୍ ଦେଖୁଛେ, ସବୁର ମୂଳ ସେଇଠି, ସେଇ 1885 ଜର୍ମାନୀରେ। ହଁ, ଏକଦମ। ଆଉ ଏହା କେବଳ ଯିବା ଆସିବାକୁ ବଦଳେଇନି। ଏହା ଆମ ସହରର ଗଠନ, ଆମ କାମ କରିବାର ଢଙ୍ଗ, ଏପରିକି ଆମ ସାମାଜିକ ଜୀବନକୁ ବି ବହୁତ ଗଭୀର ଭାବେ ପ୍ରଭାବିତ କରିଛି। ହଁ ତ। ସେ ଗୋଟିଏ ଇଞ୍ଜିନର ପ୍ରଭାବ ଆମେ ଭାବିବାଠୁ ବହୁତ ବେଶୀ। ତେବେ ଆଜିକାର କଥାରୁ ମୁଖ୍ୟ କଥାଗୁଡ଼ିକ ମନେ ରଖିବା। କାର୍ଲ ବେଞ୍ଜ 1885 ମସିହା ପ୍ରଥମ ବ୍ୟବହାରିକ 4 ଷ୍ଟ୍ରୋକ୍ ପେଟ୍ରୋଲ ଇଞ୍ଜିନ ଆଉ ସେହି ବେଞ୍ଜ ପେଟେଣ୍ଟ ମୋଟର ୱାଗନ। ହଁ। ଏଇସବୁ ମିଶି ଆଧୁନିକ ମୋଟରଗାଡ଼ି ଯୁଗର ଆରମ୍ଭ କଲେ। ଏଠି ଗୋଟେ କଥା ଭାବିବା ଦରକାର, ଯେତେବେଳେ ବେଞ୍ଜ ଏଇ ଇଞ୍ଜିନ ଉପରେ କାମ କରୁଥିଲେ, ସେ କ'ଣ କେବେ ଭାବିଥିବେ ଯେ ତାଙ୍କର ଏଇ କାମଟା 100 ବର୍ଷ ପରେ ଦୁନିଆକୁ ଏମିତି ବଦଳେଇ ଦେବ? କିଏ ଜାଣିଥିଲା ସେତେବେଳେ? ଏଇଟା ଦେଖାଉଛି ଯେ କେମିତି ଗୋଟେ ମୌଳିକ ଆବିଷ୍କାରର ପ୍ରଭାବ କେତେ ଦୂର ଯାଇପାରେ ଆଉ କେତେ ଅପ୍ରତ୍ୟାଶିତ ବି ହେଇପାରେ। ଆମେ ଆଜି ଯେଉଁ ନୂଆ ଟେକ୍ନୋଲୋଜି ଉପରେ କାମ କରୁଛେ, ଭବିଷ୍ୟତରେ ତାର କ'ଣ ପ୍ରଭାବ ପଡ଼ିବ କିଏ କହିବ? ବାସ୍, ଏ ଗୋଟେ ଭଲ ଚିନ୍ତା ସହିତ ଆଜିର ଆଲୋଚନା ଏଠି ସାରିବା।